ତ୍ରିନାଲି କ୍ରିସିକାକୁ କହୁଛନ୍ତି, ଆରେ ଆଜି ସୂର୍ଯ୍ୟ କୋଉ ଦିଗରେ ଉଦୟ ହେଇଛି? ତୁ ଆଜି ଖାଇବା ବନେଇବାକୁ ଆସିଛୁ? ସେଇ ଟାଇମ୍ରେ କ୍ରିସିକା କହୁଛନ୍ତି ତ୍ରିନାଲିକୁ, ନାଇଁ ମୁଁ ଖାଲି ତ ବାସ୍ ତମକୁ ହେଲ୍ପ କରିବା ପାଇଁ ଆସିଛି। ତାପରେ ତ୍ରିନାଲି କହୁଛନ୍ତି, ଏକଥା ତ ସତ। ସେଇ ଟାଇମ୍ରେ କ୍ରିସିକା କହୁଛନ୍ତି, ଯଦି ଆମେ ଦିଜଣ ଅଲଗା ନୁହେଁ ତାହେଲେ ଆମେ ଦିଜଣ ତ ଦିଜଣକୁ କିଛି କଥା ଲୁଚେଇବା ବି ଉଚିତ ନୁହେଁ ନା? ଏଇଆ ନା ଦିଦି? ସେଇ ଟାଇମ୍ରେ ତ୍ରିନାଲି କହୁଛନ୍ତି, କ୍ରିସିକା ତୁ ମୋତେ କିଛି କଥା ଲୁଚଉଛୁ କି? ସତ କହ, ତୁ କ'ଣ ଲୁଚଉଛୁ କ୍ରିସିକା? ତୁ ସତ କହ। ତୋର କିଛି ହେଇଛି କି? ତୋର କିଛି ଅସୁବିଧା ହେଇନି ତ? ସେଇ ଟାଇମ୍ରେ କ୍ରିସିକା ତ୍ରିନାଲିକି କହୁଛନ୍ତି, ନାଇଁ ଦିଦି ମୋର କିଛି ବି ଅସୁବିଧା ହେଇନି। ତମେ ଜମା ବି ବ୍ୟସ୍ତ ହୁଅନି, ତମେ ଧୈର୍ଯ୍ୟ ଧର। ମୁଁ ତମକୁ କିଛି କଥା ଲୁଚେଇନି କି ମୋର କିଛି ବି ହେଇନି। ମୁଁ ଖାଲି ଏତିକି ତମକୁ ଜଣେଇ ଦେବାକୁ ଚାହୁଁଥିଲି ଯେ ତମେ ମୋତେ କିଛି କଥା ଲୁଚେଇନା ତ? ଯେମିତି ସମସ୍ତଙ୍କର କିଛି ଅସୁବିଧା ଚାଲୁଥାଏ, ଯେମିତି ମେଡ଼ିକାଲ ଇସ୍ୟୁ। ତମେ ଆଉ ମୋତେ କେଉଁ କଥା ଲୁଚଉନା ତ ଦିଦି? ସେଇ ଟାଇମ୍ରେ ତ୍ରିନାଲି ମନେ ମନେ ଭାବୁଛନ୍ତି, ମୋର ଆଉ ତେଜସ୍ଙ୍କର ସମ୍ପର୍କ ବିଷୟରେ କ୍ରିସିକାର କୌଣସି କଥା ସନ୍ଦେହ ହେଇନି ତ? ସେଇ ଟାଇମ୍ରେ ଦେଖ ନା କ୍ରିସିକା, ମୁଁ କେମିତି ତେଜସ୍ଙ୍କ ପାଇଁ ବହୁତ ଯତ୍ନରେ ଟିଫିନ୍ ବନେଇଛି। ତ୍ରିନାଲି ଏମିତି କହିକି କ୍ରିସିକାଙ୍କୁ ଭୁଲେଇବାକୁ ସବୁ କଥା ବହୁତ ଚେଷ୍ଟା କରୁଛନ୍ତି। ତୁ ବି ମୋତେ ଟିକେ ହେଲ୍ପ କରିଦେ। ସେଇ ଟାଇମ୍ରେ ତ୍ରିନାଲି ସେ ଜାଗାରୁ ଚାଲି ଯାଉଛନ୍ତି କ୍ରିସିକାକୁ ଏମିତି କହିକି। ସେଇ ଟାଇମ୍ରେ କ୍ରିସିକା କହୁଛନ୍ତି, ମୁଁ ଭାବିଥିଲି ତମେ ମୋତେ ସବୁ କଥା ନିଶ୍ଚିତ ଭାବରେ କହିବ ଦିଦି। ମିଛ କହିପାରିବନି ମୋତେ। ହେଲେ ନା, ତମେ ମୋତେ ସତ କଥା କହିଲନି ଆଉ ପୁଣି ଲୁଚେଇଲ। ଠିକ୍ ଅଛି, କିଛି ଅସୁବିଧା ନାହିଁ। ତମେ ମୋତେ ସେ କଥା କହିବାକୁ ଚାହୁଁନା ତ? ହେଲେ ମୁଁ ସେ ସତ କଥା ନିଶ୍ଚୟ ଜାଣିବି ଆଉ ନିଜେ ସେ ସତ କଥା ଖୋଜିକି ବାହାର କରିବି। ହଁ ଦର୍ଶକ ବନ୍ଧୁ, ଅଟୁଟ ବନ୍ଧନ ସିରିଏଲରେ ଆଜିର ଅଧ୍ୟାୟରେ ଆପଣମାନେ ଏମିତି କିଛି ଦେଖିବାକୁ ପାଇବେ।